ରାଧେ ରାଧେ ଦଶମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ଗଦ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରର ଦେଖ ପ୍ରଶ୍ନ ଉତ୍ତର କରିବା। ୟା ପୂର୍ବରୁ ତିନିଟା ଯେଉଁ ପଦ୍ୟ ଅଛି ତାର ପ୍ରଶ୍ନ ଉତ୍ତର ସରିଛି। ଯେମାନେ ସେ ଭିଡ଼ିଓ ଦେଖିନଥିବ ମୁଁ ଡେସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ସେ ଭିଡ଼ିଓ ଯାଇକି ଦେଖିଦେବ। ଏବେ ଦେଖ ୟାର ପ୍ରଶ୍ନ ଉତ୍ତର କରିବା। ଫାଷ୍ଟ ପ୍ରଶ୍ନ କ'ଣ ଦିଆଯାଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରର। 1 ନମ୍ବର ଦେଖ ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ପ୍ରଶ୍ନ ସହ ଉତ୍ତର ଦେଖ। ରଚକ କ'ଣ ହେବ? ଅରଚକ। ବୁଦ୍ଧିମାନ କ'ଣ ହେବ? ନିବୋଧ ହେବ। ତାର ବିପରୀତ ଶବ୍ଦ ପ୍ରଶଂସା, ପ୍ରଶଂସାର ବିପରୀତ ଶବ୍ଦ କ'ଣ ହେବ? ନିନ୍ଦା ହେବ। ଆସକ୍ତିର ବିପରୀତ ଶବ୍ଦ କ'ଣ ହେବ? ଅନାସକ୍ତି। ଛଦ୍ମର ବିପରୀତ ଶବ୍ଦ କ'ଣ ହେବ? ପ୍ରକୃତ ହେବ। ହସିବାର କ'ଣ ହେବ? ବିପରୀତ ଶବ୍ଦ କାନ୍ଦିବା ହେବ। ତାପରେ ପ୍ରଶ୍ନ ଦେଖ କ'ଣ ଦିଆଯାଇଛି 2 ନମ୍ବର ସନ୍ଧି ବିଚ୍ଛେଦ କର। ଦେଖ ପ୍ରଥମ କ'ଣ ଦିଆଗଲା? ଦୁରାରୋଗ୍ୟ। ଦୁରାରୋଗ୍ୟର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଦୁ ଯୁକ୍ତ ଆରୋଗ୍ୟ ହେବ। ଦୁରାରୋଗ୍ୟ, ବୁଝିଲ। ତାପରେ ପତ୍ରୁକ, ପତ୍ରୁକର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ପିତୃ ଯୁକ୍ତ ଇକ, ପୈତୃକ। ତାପରେ ଦେଖ ଉତ୍ତରାଧିକାରୀ, ଉତ୍ତରାଧିକାରୀ ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଉତ୍ତର ଯୁକ୍ତ ଅଧିକାରୀ। ଅଭିଷେକ ଶବ, ତାହେଲେ ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଅଭିଷେକ ଯୁକ୍ତ ଉତ୍ସବ ହେବ। ସୁଧାକର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ସୁଧା ଯୁକ୍ତ ଆକର। ସମାଲୋଚନା ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ସମ ଯୁକ୍ତ ଆଲୋଚନା। ତାପରେ ଦେଖ 3 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? କାନ୍ତି ଲଗାଇ ଆଉ 5 ଗୋଟି ଶବ୍ଦ ଲେଖ। ତାହେଲେ ଉତ୍ତର କ'ଣ ହେବ? ଦେଖ ଚନ୍ଦ୍ରକାନ୍ତି ଗୋଟେ ହେବ, ସୂର୍ଯ୍ୟକାନ୍ତି, ସୁକାନ୍ତି, ସୌମ୍ୟକାନ୍ତି, ତୁଷାରକାନ୍ତି। ତାପରେ 4 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି? ନିତ୍ୟ ଯୁକ୍ତ ଆନନ୍ଦ ହେଲା କ'ଣ? ନିତ୍ୟାନନ୍ଦ। ଏହିପରି କ'ଣ ହେବ ଲେଖ। ସତ୍ୟ ଯୁକ୍ତ ଆନନ୍ଦ କ'ଣ ହେବ? ସତ୍ୟାନନ୍ଦ। ରସ ଯୁକ୍ତ ଆନନ୍ଦ କ'ଣ ହେବ? ରସାନନ୍ଦ। ପୂର୍ଣ୍ଣ ଯୁକ୍ତ ଆନନ୍ଦ କ'ଣ ହେବ? ପୂର୍ଣ୍ଣାନନ୍ଦ। ଭୈରବ ଯୁକ୍ତ ଆନନ୍ଦ କ'ଣ ହେବ? ଭୈରବାନନ୍ଦ। ବ୍ରହ୍ମ ଯୁକ୍ତ ଆନନ୍ଦ କ'ଣ ହେବ? ବ୍ରହ୍ମାନନ୍ଦ। ବୁଝିପାରିଲ 4 ନମ୍ବର ପ୍ରଶ୍ନର ଉତ୍ତର। ତାପରେ ଦେଖ 5 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି? ଗୌରଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ ଆଉ 5 ଗୋଟି ଶବ୍ଦ ଲେଖ। ତାହେଲେ ଗୌରଚନ୍ଦ୍ର ଯେଭଳି ହେଲା ସେଇଭଳି ଆଉ 5 ଗୋଟି ଶବ୍ଦ କ'ଣ ହେବ? ପୂର୍ଣ୍ଣଚନ୍ଦ୍ର ହେବ, ରାମଚନ୍ଦ୍ର ହେବ, କୃଷ୍ଣଚନ୍ଦ୍ର ହେବ, କବିଚନ୍ଦ୍ର ହେବ, ଅର୍ଦ୍ଧଚନ୍ଦ୍ର ହେବ। ବୁଝିପାରିଲ ଏଇ 5ଟି ଶବ୍ଦ। ତାପରେ ଦେଖ 6 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? କାନ୍ତ କବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? ଉତ୍ତର ତାହେଲେ କ'ଣ ହେବ? କାନ୍ତ କବି ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାଁ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। 7 ନମ୍ବର ପ୍ରଶ୍ନ ଦେଖ ସେଇଭଳି କ'ଣ କୁହାଯାଇଛି? କାନ୍ତ କବିଙ୍କ ପୈତୃକ ଗ୍ରାମର ନାମ କ'ଣ? ପୈତୃକ ଗ୍ରାମ ମାନେ କ'ଣ? ତାଙ୍କ ପିତାଙ୍କ ଘର, ମାନେ ଯେଠି ସେ ଜନ୍ମ ହୋଇଥିଲେ କାନ୍ତ କବି। ତାର ଉତ୍ତର କ'ଣ ହେବ? କାନ୍ତ କବିଙ୍କର ପୈତୃକ ଗ୍ରାମର ନାମ ତାଳପଦା। ତାପରେ ପ୍ରଶ୍ନ ଦେଖ 8 ନମ୍ବର କ'ଣ ଦିଆଯାଇଛି? ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ ଓ ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ? ଉତ୍ତର ତାହେଲେ କ'ଣ ହେବ? ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ସେ ଓକିଲାତି ବୃତ୍ତି ଅବଲମ୍ବନ କରୁଥିଲେ। 9 ନମ୍ବର ପ୍ରଶ୍ନ ଦେଖ କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ଉତ୍ତର ତାହେଲେ କ'ଣ ହେବ? କବିତା ଲେଖା ଯୋଗୁଁ ଲକ୍ଷ୍ମୀକାନ୍ତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ତାପରେ 10 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆଯାଇଛି? ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ'ଣ? ତାହେଲେ ଉତ୍ତର କ'ଣ ହେବ? ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ ରାଧାମଣୀ ଦେବୀ। 11 ନମ୍ବର ପ୍ରଶ୍ନ ଦେଖ ସେଇଭଳି ଲକ୍ଷ୍ମୀକାନ୍ତ ବିଏ ପଢ଼ିବା ପାଇଁ କଲିକତାରେ କେଉଁ କଲେଜରେ ନାମ ଲେଖାଇଲେ? ଉତ୍ତର ତାହେଲେ କ'ଣ ହେବ? ଲକ୍ଷ୍ମୀକାନ୍ତ ବିଏ ପଢ଼ିବା ପାଇଁ କଲିକତାର ରିପିନ୍ କଲେଜରେ ନାମ ଲେଖାଇଲେ। 12 ନମ୍ବର ପ୍ରଶ୍ନ ଦେଖ ତାପରେ କ'ଣ ଦିଆହେଇଛି? ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ? ଉତ୍ତର ତାହେଲେ କ'ଣ ହେବ? ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କାଞ୍ଚି କାବେରୀ ନାଟକରେ ଅଭିନୟ କରିଥିଲେ। ଏଗୁଡ଼ା ସବୁ ମନେ ରଖିବ, ବୁଝିଲ। କାଞ୍ଚି କାବେରୀ ନାଟକରେ ଅଭିନୟ କରିଥିଲେ। 13 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆହେଇଛି ସେଇଭଳି କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା? ଉତ୍ତର ତାହେଲେ କ'ଣ ହେବ? ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା। 14 ନମ୍ବର ପ୍ରଶ୍ନ ଦେଖ ସେଇଭଳି ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ? ଉତ୍ତର ତାହେଲେ କ'ଣ ହେବ? ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ ମୁକୁର ପତ୍ରିକାର ସମ୍ପାଦକ ବଜ୍ର ସୁନ୍ଦର ଦାସ ଓ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ବିଶ୍ୱନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 15 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆହେଇଛି? କାନ୍ତ କବିଙ୍କ କୂଳଗୁରୁଙ୍କ ନାମ କ'ଣ ଥିଲା? ଉତ୍ତର ତାହେଲେ କ'ଣ ହେବ? କାନ୍ତ କବିଙ୍କ କୂଳଗୁରୁଙ୍କ ନାମ ବାବାଜୀ ରାମଦାସ ଥିଲା। ତାପରେ ଦେଖ 16 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା
किए उत्तर ताहले कौन हम वैष्णव धर्मावलंबी लक्ष्मीकांत इष्ट देवता थिले गोपीनाथ मन रहा 17 नंबर प्रश्न देख से भली वंदे उत्कल जननी कविता उत्कल सम्मिलनी केउठिका अधिवेशन रे गान करा जाइथिला उत्तर ताहले कौन हम वंदे उत्कल जननी कविता उत्कल सम्मिलनी 1912 मसीह बालेश्वर अधिवेशन रे गान करा जाइथिला 18 नंबर प्रश्न देख कौन दिगला लक्ष्मीकांत भद्रक रे स्थापन करिथिबा प्रेसर रो नाम कौन उत्तर ताहले कौन हम लक्ष्मीकांत भद्रक ठारे गोपीनाथ प्रेस स्थापन करथिले तापरे देखो 19 नंबर प्रश्न कौन दिया जाइछि डगर प्रकाशन कटक रो पिठापुर रु केउ मसीहा होइथिला उत्तर ताहले कौन हम डगर पत्रिका कटक रो पिठापुर रु 1937 मसीह रे प्रकाशित होइथिला 20 नंबर देख असहयोगी आत्मकथा केउ पत्रिका रे प्रकाश पाइथिला उत्तर ताहले कौन हम असहयोगी आत्मकथा उत्कल साहित्य पत्रिका रे प्रकाश पाइथिला से भली देख 21 नंबर प्रश्न लक्ष्मीकांत असंपूर्ण उपन्यासर नाम कौन उत्तर ताहले कौन हम लक्ष्मीकांत असंपूर्ण उपन्यासर नाम होची कोणा मामू 22 नंबर प्रश्न देख भागवत प्रसाद बिहार ओडिशा काउंसिल रु इस्तीफा देले काहेकि ताहले उत्तर कौन हम लवण सत्याग्रह समय रे ब्रिटिश सरकार साधारण लोकंक उपरे अत्याचार को विरोध करी भागवत प्रसाद बिहार ओडिशा काउंसिल रो सभ्य पदरु इस्तीफा देथिले तापरे 23 नंबर प्रश्न देख कौन दिया सप्रसंग सरलार्थ लिखिबो देख एभली समय साहित्य संगीत संकीर्तन चर्चा इष्ट पूजा गुरुबाणी पालन थिबा तांको पाई सांत्वनार औषधि ताहले उत्तर कौन लिखिबो एभली डेडेस औषधि शशित गद्यांशटी कांतकवि लक्ष्मीकांत महापात्र जीवन ओ साहित्यकृति शीर्षक प्रबंधरू आनीत आलोच्य प्रसंग रे कांतकवि दुरारोग्य व्याधि रे पीड़ित हेला परे कुलदेवता गोपीनाथंक समर्पित होई किपरि समयर अतिबाहित करुथिले ताहा वर्णित पितांकर समस्त प्रयत्न सत्वे कांतकवि दुरारोग्य व्याधि रे पीड़ित होई शारीरिक विकलांग होईगले एभली दुर्दशाग्रस्त समय से कुलगुरु रामदास को ठारू दीक्षा ग्रहण करी कुलदेवता गोपीनाथंक निकटरे समर्पित हेले तांको जीवनर मार्ग परिवर्तन होईगला पिता भागवत बाबू सामाजिक ओ राजनैतिक कार्य व्यस्त रहुतिले एहीपरि समय से भिन्न स्तररू ईर्षा और माली मोकदमार सम्मुखीन हेउथांती केवल साहित्य संगीत संकीर्तन पूजा और गुरुबाणी रे मनोनिवेश करी निज भितरे सांत्वना खोजुथिले प्रसंगटी प्राणस्पर्शी और हृदयग्राही बुझिपाल 23 नंबर सरलार्थटा तापरे देख 24 नंबर सरलार्थ कौन दिगला गांधी आदर्श और बाणी प्रति से अनुरागी होई से संपर्क रे अनेक कविता रचना करिथिले उत्तर ताहले कौन हम गांधी डेडेस करिथिले जेमिति आमे फास्ट सरलार्थटा लिखिले सेमिति लिखिबो शशित गद्यांशटी कांतकवि लक्ष्मीकांत महापात्र जीवन और साहित्यकृति शीर्षक प्रबंधरू उद्धृत आलोच्य प्रसंग रे कांतकवि गांधीजी आदर्श और बाणी रे उद्बुद्ध होई किपरि सारस्वत साधना रे बुड़ी रहिथिले ताहा प्रकाश करा जायछि पराधीन भारत रे गांधी बाणी और आदर्श द्वारा कांतकवि गंभीर भाव में प्रभावित होइथिले गांधीजी असहयोग आंदोलन और लवण सत्याग्रहर प्रभाव तांको उपरे पड़िथिला लवण सत्याग्रह समय रे ब्रिटिश अत्याचार को विरोध करी पिता भागवत बाबू बिहार ओडिशा काउंसिल रो सभ्य पदरु इस्तीफा देथिले तांकर दुई पुत्र स्वाधीनता संग्राम रे जगदेई कारावरण करिथिले भारतीय मुक्ति संग्राम और गांधीजी आदर्शर प्रतिफलन तांकर रचना को रुधिमंत करिथिला प्रसंगटी यथार्थ और वास्तव धर्मी तापरे देख 25 नंबर सरलार्थ कौन दिगला अधिकांश रचना प्राणधर्म रे हास्य कौतुक और व्यंग विद्रूप धर्मी उत्तर ताहले कौन हम अधिकांश डेडेस विद्रूप धर्मी शशित गद्यांशटे कांतकवि लक्ष्मीकांत महापात्र जीवन और साहित्यकृति शीर्षक प्रबंधरू आसीअछि आलोच्य प्रसंग रे कांतकवि अधिकांश रचना रे केउपरि हास्य और व्यंगर अपूर्व सम्मिश्रण घटिछि ताहा प्रकाश करा जायछि ओडिया साहित्यर गद्य और पद्य विभाग को बहु संख्यक और नाना प्रकार रचना द्वारा कांतकवि परिपुष्ट करिसेंती
ତାଙ୍କ ସାହିତ୍ୟ ମାତ୍ରକେ ପାଠକ ଅନୁଭବ କରନ୍ତି ହସାଇବାର ଅଦ୍ଭୁତ ଶକ୍ତି। ସେ ପଦ୍ୟରେ ଲେଖିଥିବା ଲାଳିକା ଓ ନାଟ୍ୟରୀତିର ପ୍ରହସନରେ ତାଙ୍କ ହାସ୍ୟ ସୃଷ୍ଟିକାରୀ ରଚନା ଶୈଳୀ ଲକ୍ଷ୍ୟ କରାଯାଏ। ସେ ତାଙ୍କର ଅଧିକାଂଶ ରଚନା ଆବେଦନରେ ପାଠକଙ୍କୁ ହାସ୍ୟ ମାଧ୍ୟମରେ ସୁଖାନୁଭବ ଦେଇଛନ୍ତି। ତିଅଣରେ ଲୁଣ ଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ ବୋଲି ସେ ବିଚାରିଥାନ୍ତି। ନିଜ ଜୀବନ ଘୋର ନୈରାଶ୍ୟ ମଧ୍ୟରେ ଗତି କରୁଥିବା ସମୟରେ ପାଠକମାନଙ୍କୁ ହସାଇବାର ଅଦ୍ଭୁତ କଳା କ୍ୱଚିତ୍ ସାରସ୍ୱତ ସାଧିକଙ୍କ ନିକଟରେ ଦେଖିବାକୁ ମିଳେ। ପ୍ରସଙ୍ଗଟି ଯଥାର୍ଥ ଓ ମର୍ମସ୍ପର୍ଶୀ। ବୁଝିପାରିଲ 25 ନମ୍ବର ସରଳାର୍ଥ। ତାପରେ 26 ନମ୍ବର ଦେଖ। 26 ନମ୍ବର ପ୍ରଶ୍ନ କ'ଣ ଦିଆହେଇଛି? ଗଳ୍ପଟିର ପରିଣତି ବେଶ କରୁଣ ରସରେ ମାର୍ମିକ। ତାହେଲେ ଉତ୍ତର କ'ଣ ହେବ? ଗଳ୍ପଟିର ଡେସ୍ ମାର୍ମିକ ଶୋଷିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନ ଓ ସାହିତ୍ୟ କୃତି ଶୀର୍ଷକ ପ୍ରବନ୍ଧରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗଟି କାନ୍ତକବିଙ୍କ ସାରସ୍ୱତ ପ୍ରତିଭାର ଶ୍ରେଷ୍ଠ ନିଦର୍ଶନ ଗଳ୍ପ ବୁଢ଼ା ଶଙ୍ଖାରୀକୁ ଭିତ୍ତି କରି କୁହାଯାଇଛି। ଗଳ୍ପ ପ୍ରବନ୍ଧ ଉପନ୍ୟାସଦି ରଚନା ଦ୍ୱାରା କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେ ଅନେକ ଗଳ୍ପ ରଚନା କରିଥିଲେ ମଧ୍ୟ ବୁଢ଼ା ଶଙ୍ଖାରୀ ଗଳ୍ପରେ ପରିବେଶିତ ପ୍ରେମ ଓ କରୁଣ ଭାବ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିଥିବାରୁ ତାହା କାଳଜୟୀ ହୋଇ ରହିଛି। ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବା ପାଇଁ ଶଙ୍ଖାରୀ ବୁଢ଼ା ଶାରୀରିକ କଷ୍ଟ ସ୍ୱୀକାର କରି ଧାଇଁ ଯାଇଥିଲା, ଦେଖିଲା ବେଳକୁ ସେ ବିଧବା ହୋଇଯାଇଥିଲା। ଗଳ୍ପଟି ଅନ୍ତିମ ଭାଗ ପାଠକମାନଙ୍କ ହୃଦୟକୁ ବିଚଳିତ କରିଥାଏ। ରକ୍ତ ସମ୍ପର୍କ ନଥାଇ ଅନାବିଳ ମାନବିକ ସମ୍ପର୍କ ଯେ କେତେ ମହାନ ହୋଇପାରେ ତାହା ଏହି ଗଳ୍ପରେ ପ୍ରମାଣିତ ହୋଇଛି। ପ୍ରସଙ୍ଗଟି ପ୍ରାଣସ୍ପର୍ଶୀ ଓ ହୃଦୟଗ୍ରାହୀ। ବୁଝିପାରିଲ 26 ନମ୍ବର ସରଳାର୍ଥଟା। ତାପରେ ଦେଖ 27 ନମ୍ବର ସରଳାର୍ଥ କ'ଣ ଦିଆହେଇଛି? ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କ ସୃଷ୍ଟିକୁ ଅନନ୍ୟ କରିଛି। ତାହେଲେ ଉତ୍ତର କ'ଣ ହେବ? ଆଧ୍ୟାତ୍ମିକ ଡେସ୍ କରିଛି। ଦେଖ ତାହେଲେ ଆଗ ସରଳାର୍ଥ ଗୁଡ଼ା ଯାର ଲେଖିଲେ ସେର ଲେଖିବା। ଶୋଷିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟ କୃତି ଶୀର୍ଷକ ପ୍ରବନ୍ଧରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ ଆଧ୍ୟାତ୍ମିକତା ଓ ଈଶ୍ୱର ଦର୍ଶନ କିପରି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କୃତିଗୁଡ଼ିକରେ ପ୍ରତିଫଳିତ ହୋଇଛି ତାହା ପ୍ରକଟିତ। ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲା ପରେ କାନ୍ତକବି ବିଭୁ ସମର୍ପିତ ହୋଇଯାଇଥିଲେ। ଭଜନ କୀର୍ତ୍ତନ ଇଷ୍ଟପୂଜା ଗୁରୁବାଣୀ ମଧ୍ୟରେ ସେ ଜୀବନର ନୈରାଶ୍ୟ ସାନ୍ତ୍ୱନା ଖୋଜୁଥିଲେ। ତାଙ୍କ ରଚିତ ଆଧ୍ୟାତ୍ମବାଦ ଗୀତଗୁଡ଼ିକର ସଂକଳନ ଜୀବନ ସଙ୍ଗୀତ। ଗୀତଗୁଡ଼ିକର ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ଜୀବନ ସଙ୍ଗୀତକୁ ଅନନ୍ୟ କୃତିରେ ମାନ୍ୟତା ଦେଇଛି। କେହି କେହି ଏହାକୁ ରବୀନ୍ଦ୍ରନାଥ ଟାଗୋରଙ୍କ ଗୀତାଞ୍ଜଳି ତୁଲ୍ୟ ମହାନ କୃତି ବୋଲି କହିଥାନ୍ତି। ତାଙ୍କ ରଚିତ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇ ବହେ ଆଜି ବି ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଏକ ଅନତିକ୍ରମଣୀୟ କୃତି। ପ୍ରସଙ୍ଗଟି ଯୁକ୍ତିଯୁକ୍ତ ଓ ହୃଦୟଗ୍ରାହୀ। 27 ନମ୍ବର ସରଳାର୍ଥଟା ବୁଝିପାରିଲ। ତାପରେ ଦେଖ 28 ନମ୍ବର ଦିଆହେଇଛି ତୁମର ଲଙ୍ଗ କ୍ୱେଶ୍ଚିନ୍। ତାହେଲେ ସରଳାର୍ଥ ସବୁର ଆଗଟା ସେ ମନେ ରଖିଦେବ ସେମିତି, ମାନେ କେ ବିଷୟଟା ଲେଖା ହେଉଛି, କିଏ ଲେଖକ ଅଛନ୍ତି, ନହେଲେ କିଏ କବି ଅଛନ୍ତି, ତାପରେ ସରଳାର୍ଥ ଲେଖିବ ତା ବିଷୟରେ ବର୍ଣ୍ଣନା କରିକି କ'ଣ ମାଗିଛି। ସେଇଭଳି ଦେଖ 28 ନମ୍ବର ଯେଉଁ ଆମର ଲଙ୍ଗ କ୍ୱେଶ୍ଚିନ୍ ଦେଇଛି କାନ୍ତକବିଙ୍କର ଜୀବନ ବିଷୟରେ ମାଗିଛି। ତାହେଲେ ଏ ଯେଉଁ ବିଷୟଟା ତ ତୁମେ ଯେଉଁ ପଢ଼ିଥିଲ ଯାହା ସେଇଗୁଡ଼ାକୁ ବର୍ଣ୍ଣନା କରିକି ଲେଖିବା। ଆଗେ କବି ପରିଚୟ ଲେଖିବ, କାନ୍ତକବିଙ୍କ ବିଷୟରେ ଟିକେ ଲେଖିବ। କାନ୍ତକବି କେବେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ଘର କେଠି, କ'ଣ ପଢ଼ିଥିଲେ, ଏଗୁଡ଼ା ସବୁ ବର୍ଣ୍ଣନା କରିକି ଲେଖିପାରିବ। ଦେଖ ଲଙ୍ଗ କ୍ୱେଶ୍ଚିନ୍ଟା କ'ଣ ଲେଖିବ? କାନ୍ତକବି 1888 ମସିହା ଡିସେମ୍ବର ମାସ 9 ତାରିଖ ମାଣବସା ଗୁରୁବାର ଦିନ କଟକ ସହରର ବାଖରାବାଦର ଏକ ଗୃହରେ ଜନ୍ମଗ୍ରହଣ କରିଥିଲେ। ମାଣବସା ଦିନ ଜନ୍ମଗ୍ରହଣ ଯୋଗୁଁ ତାଙ୍କର ନାମ କ'ଣ ହେଇଛି? ଲକ୍ଷ୍ମୀକାନ୍ତ ରଖାଯାଇଛି। ତାଙ୍କର ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଭଦ୍ରକ ସହରର 10 ମାଇଲ ଦୂରରେ ଅବସ୍ଥିତ ତାଳପଦା ଗ୍ରାମର ଜମିଦାରୀ ଥିଲେ। କିଏ? ତାଙ୍କର ପିତା ଥିଲେ। ତାଙ୍କର ମାତା ରାଧାମଣୀ ଦେବୀ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା ଥିଲେ। ଲକ୍ଷ୍ମୀକାନ୍ତଙ୍କ ଜନ୍ମ ବେଳକୁ ତାଙ୍କର ପିତା କଟକ
ପ୍ୟାରୀମୋହନ ଏକାଡେମୀରେ ଶିକ୍ଷକତା କରୁଥିଲେ। ପରେ ଆଇନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓକିଲାତି ବୃତ୍ତି ଅବଲମ୍ବନ କଲେ। ଲକ୍ଷ୍ମୀକାନ୍ତ 1906 ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ଓ ରେଭେନ୍ସା କଲେଜରୁ IA ପାସ୍ କଲେ। ସେ BA ପଢ଼ିବା ପାଇଁ କଲିକତାର ବିପିନ କଲେଜରେ ନାମ ଲେଖାଇଥିଲେ। ସୁଦ୍ଧା ଅସୁବିଧାବଶତଃ ଫେରିଆସି ରେଭେନ୍ସା ମହାବିଦ୍ୟାଳୟରୁ 1913 ମସିହାରେ BA ପାସ୍ କରିଥିଲେ। ଛାତ୍ରାବସ୍ଥାରେ ସେ ଖୁବ୍ କ୍ରୀଡ଼ାପ୍ରେମୀ ଥିଲେ। ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବାଦନରେ ଦକ୍ଷତା, ନାଟକ ଅଭିନୟ ଓ ସେବା ସଂସ୍ଥାରେ ଯୋଗଦାନ ତାଙ୍କ ଛାତ୍ରାବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଘଟଣା। ମୁକୁର ଓ ଉତ୍କଳ ସାହିତ୍ୟରେ ଲେଖାଲେଖି ଯୋଗୁଁ ସେ ଉତ୍କଳମଣି, ଗୋପବନ୍ଧୁ ଓ ଫକୀରମୋହନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ସେ ବାଲେଶ୍ୱର ନିକଟବର୍ତ୍ତୀ ସୁନହଟର ଲାଲମୋହନ ଗ୍ରାମର କନ୍ୟା ଲବଙ୍ଗଲତାଙ୍କୁ ବିବାହ କରିଥିଲେ। ତାଙ୍କର 2 ପୁତ୍ର ନିତ୍ୟାନନ୍ଦ ମହାପାତ୍ର ଓ ଗୌରଚନ୍ଦ୍ର ମହାପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ କାରାବରଣ କରିଥିଲେ। ତାପରେ ଦେଖ କ'ଣ ଦିଆଯାଇଛି। ଲକ୍ଷ୍ମୀକାନ୍ତ 1913 ମସିହାରେ ଜଗନ୍ନାଥ ଦର୍ଶନରୁ ଫେରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇପଡ଼ିଥିଲେ। ପିତାଙ୍କର ସମସ୍ତ ପ୍ରଯତ୍ନ ସତ୍ତ୍ୱେ ସେ ଶାରୀରିକ ବିକଳାଙ୍ଗ ହୋଇଗଲେ। କୁଳଗୁରୁ ବାବାଜୀ ରାମଦାସଙ୍କ ଠାରୁ ଦୀକ୍ଷା ଗ୍ରହଣ କରି କୁଳଦେବତା ଗୋପୀନାଥଙ୍କ ଆଶ୍ରିତ ହେଲେ। ସଙ୍ଗୀତ, ଭଜନ, କୀର୍ତ୍ତନ, ଇଷ୍ଟପୂଜା ଓ ଗୁରୁବାଣୀ ମଧ୍ୟରେ ସମୟ ଅତିବାହିତ କଲେ। ଶାରୀରିକ ବିକଳାଙ୍ଗ ସତ୍ତ୍ୱେ ଘୋର ନୈରାଶ୍ୟ ଜର୍ଜରିତ ଭିତରେ କାଳାତିପାତ କରି କାନ୍ତକବି ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରି 1953 ମସିହା ଫେବୃଆରୀ 24 ତାରିଖରେ ଭଦ୍ରକ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ। ବୁଝିପାରିଲ 28 ନମ୍ବର ଲଙ୍ଗ କ୍ୱେଶ୍ଚିନ୍ଟା। ତାପରେ ଦେଖ 29 ନମ୍ବର ଲଙ୍ଗ କ୍ୱେଶ୍ଚିନ୍ କ'ଣ ଦିଆହେଇଛି। କାନ୍ତକବିଙ୍କ ସାହିତ୍ୟ କୃତିଗୁଡ଼ିକର ବିବରଣୀ ପ୍ରଦାନ କର। ଦେଖ ତାହେଲେ ଉତ୍ତର କ'ଣ ହେବ। ଛାତ୍ରାବସ୍ଥାରୁ ଲକ୍ଷ୍ମୀକାନ୍ତ ମୁକୁର ଓ ଉତ୍କଳ ସାହିତ୍ୟରେ ଲେଖାଲେଖି କରି ଉତ୍କଳମଣି, ଗୋପବନ୍ଧୁ ଓ ବ୍ୟାସକବି ଫକୀରମୋହନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। କମଳକାନ୍ତ ଓ ଲଳିତ ପଦାବଳୀ ଯୋଗୁଁ ସେ କବି ଚିନ୍ତାମଣି ମହାନ୍ତିଙ୍କ ସଭାପତିତ୍ୱରେ ଭଦ୍ରକ ହାଇସ୍କୁଲଠାରେ ଅନୁଷ୍ଠିତ ସାହିତ୍ୟ ସମ୍ବର୍ଦ୍ଧନା ସଭାରେ କାନ୍ତକବି ଉପାଧିରେ ଭୂଷିତ ହୋଇଥିଲେ। ସେ ଭାରତୀୟ ମୁକ୍ତି ସଂଗ୍ରାମ ଓ ଗାନ୍ଧିଜୀଙ୍କ ବାଣୀ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇ ଅନେକ କବିତା, ଲାଳିକା, ସଙ୍ଗୀତ ପ୍ରଭୃତି ରଚନା କରିଥିଲେ। 1921 ମସିହାରେ ଲକ୍ଷ୍ମୀକାନ୍ତ ଗୋପୀନାଥ ସଙ୍ଗୀତ ସମାଜ ଗଠନ କରି ଶରଦ୍ରାସ, ବସନ୍ତ ବିଳାସ, କାଳିୟ ଦଳନ, ବ୍ରଜବର୍ଜନ, ବଂଶୀ ଶିକ୍ଷା, ବେଶବଦଳା, ବନ ପ୍ରଭୃତି ପୁରାଣ ଭିତ୍ତିକ ନାଟିକା ରଚନା କରି ଅଭିନୀତ କରାଇଥିଲେ। ସେ ସମୟର ପ୍ରଖ୍ୟାତ ନାଟ୍ୟ ପ୍ରତିଭା ମୋହନ ସୁନ୍ଦର ଦେବ ଗୋସ୍ୱାମୀ, କୃଷ୍ଣପ୍ରସାଦ ବସୁ ଓ କାଳୀଚରଣ ପଟ୍ଟନାୟକଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା। ସେ 1929 ମସିହାରେ ଭଦ୍ରକଠାରେ ଗୋପୀନାଥ ପ୍ରେସ୍ ସ୍ଥାପନ କରି ତାଙ୍କର ସମ୍ପାଦନାରେ ଡଗର ପତ୍ରିକା ପ୍ରକାଶ କରିଥିଲେ। ତାଙ୍କ ରଚିତ ଡିମ୍ବକ୍ରେସି ସଭା, ହନୁମନ୍ତର ବସ୍ତ୍ରହରଣ, ଜର୍ମାନ ଭୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର ଆଦି ପ୍ରହସନ ରଚନା। ତାଙ୍କର ଲାଳିକା ଗୁଡ଼ିକ ଯଥା ଚଟଳ ଚନ୍ଦ୍ରହାସ ଚମ୍ପୁ, ଧଳାମାଣିକରେ, କଟକ ସଫର ଆଦି ଉଲ୍ଲେଖଯୋଗ୍ୟ। ଶିଶୁ ସାହିତ୍ୟ କ୍ଷେତ୍ରରେ ପିଲାଙ୍କ କଥା, ଚିଡ଼ିଆଖାନା, ପାଠମାଳା, ସାହିତ୍ୟ ସୁଧାକର ପ୍ରଭୃତି କାଳଜୟୀ କୃତି। ତାଙ୍କର କଣାମାମୁଁ ଉପନ୍ୟାସ ଅସମ୍ପୂର୍ଣ୍ଣ ଥିଲେ ବି ପାଠକଙ୍କ ହୃଦୟରେ ଚିରଦିନ ବଞ୍ଚି ରହିବ। ତାଙ୍କ ରଚିତ ବୁଢ଼ା ଶଙ୍ଖାରୀ ଗଳ୍ପ ଓଡ଼ିଆ ସାହିତ୍ୟରେ ଏକ ଅଭୁଲା କାହାଣୀ ହୋଇ ରହିଯାଇଛି। ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଓ ସବୁଥିରୁ ବଞ୍ଚିତ କରି ଓଡ଼ିଆ ସାହିତ୍ୟରେ ଅନନ୍ୟ କୃତିର ମାନ୍ୟତା ଲାଭ କରିଛି। ତାଙ୍କ ରଚିତ କବିତା ସଂକଳନର ନାମଗୁଡ଼ିକ ହେଲା କ'ଣ? କଲ୍ଲୋଳ, ବିବିଧ କବିତା, ଜୀବନ ସଙ୍ଗୀତ, ଦୁର୍ଦୁଭି ଓ ଜାତୀୟ ସଙ୍ଗୀତ। କୋଟି କୋଟି କଣ୍ଠେ ଆଜି ଉଡ଼ାଇ ନିଶାଣ ବଜାଇ ଫେରି, ସାଜରେ ସାଜରେ, ଭାଇମାନେ ହୋ ଆଦି ଜାତୀୟ ଆହ୍ୱାନମୂଳକ କବିତା ଜାତୀୟ ସଙ୍ଗୀତ କବିତା ସଂକଳନରେ ସ୍ଥାନ ପାଇଛି। ତାଙ୍କ ରଚିତ କୃତିଗୁଡ଼ିକରେ ସ୍ୱଦେଶ ପ୍ରୀତି, ଆଶାବାଦ ଓ ସୌନ୍ଦର୍ଯ୍ୟ ଉଚ୍ଚାଙ୍ଗ ଭାବନା ଦୃଷ୍ଟିଗୋଚର ହୁଏ। ଶାରୀରିକ ରୁଗ୍ଣତା ସତ୍ତ୍ୱେ ଉତ୍କଳ ଜନନୀର ବାଣୀ ଭଣ୍ଡାରକୁ ସେ ଯେପରି ସମୃଦ୍ଧ କରିଛନ୍ତି ତାହାର ତୁଳନା ନାହିଁ। ବୁଝିପାରିଲ
29 नंबर लंग क्वेश्चन टा तापर देख 30 नंबर लंग क्वेश्चन कौन दिखाई प्रश्न देख रुग्ण स्वास्थ्य कांत कवि मृत्यु पर्यंत केउ केउ काम सह संपृक्त थिले दर्शाओ उत्तर ताहले कौन हम दुरारोग्य व्याधि रे पीड़ित होई शारीरिक विकलांग होईगले मध्य कांत कवि असीम धैर्य भगवत सानिध्य और स्वदेश प्रीति को पाथेय करी निरवच्छिन्न विभिन्न सारस्वत कार्य सह संपृक्त थिले कुल देवता गोपीनाथों शरण भिक्षा करी ओ कुल गुरुंक ठारू दीक्षा ग्रहण करी अवशिष्ट जीवन को सारस्वत साधन अतिबाहित करथिले नैराश्य जर्जरित जीवन रे साहित्य संगीत संकीर्तन इष्ट पूजा और गुरुबाणी पालन थिला तांकर सांत्वनार औषधि भाषा भित्तिक उत्कल प्रदेश गठन पाई उत्कल गौरव मधुसूदन दास प्रतिष्ठित उत्कल सम्मिलनी जरिया होइथिबा आंदोलन स्वार्थमेध यज्ञ छाती को मिसाई छाती आह्वान रे गंभीर अनुप्राणित होई से अनन्य गीतिका बंदे उत्कल जननी रचना करथिले 1921 मसीह रे से गोपीनाथ संगीत समाज प्रतिष्ठा करथिले एही अनुष्ठान 5 वर्ष तिष्ठि रहिथिले मध्य से अनेक पुराण भित्तिक नाटिका रचना करी परिवेषण करि पारिथिले गोपीनाथ संगीत रचना भांगी गले मध्य 1929 मसीह भद्रक ठारे गोपीनाथ प्रेस स्थापन कले और एही प्रेस टू तांको संपादन डगर पत्रिका प्रकाश पाइला से परवर्ती समय रे तालपदा भद्रक और कटक ठारे अवस्थान करी सारस्वत साधन मग्न रहिथिले भारतीय मुक्ति संग्राम गांधी दर्शन और बाणी रे प्रेरणा लाभ करी ग्राम लोकंकर दुख दुर्दशा मोचन अंधविश्वास दूर करने और कुटीर शिल्पर उन्नति निमंते बहुविध प्रचेष्टा करथिले जंत्रणा और ज्वलन जीवन मध्य से बहु लीलिका प्रहसन आध्यात्मवादी कविता संकलन गल्प उपन्यास और गद्य रचना करी ओडिया साहित्य को समृद्ध करि पारिथिले जीवन जंत्रणा दग्ध होई से हास्यरस व्यंग विद्रूप और कौतुक रचना किपरि निमग्न रही पारिले ताहा भाबिले आश्चर्य हेबाकू पड़े तीयणरे लुण भली साहित्य हास्यरस जे एकांत आवश्यक ताहा तांकर दर्शन थिला शारीरिक रुग्णता सत्वे से असहयोग आंदोलन लवण सत्याग्रह द्वारा अनुप्राणित होई साहित्य तार प्रतिफलित घटाइथिले शारीरिक दुर्दशाग्रस्त मध्य से जेपरी उत्कल सारस्वत भंडार को समृद्ध करिसेंती ओडिया जाति पाई चिरनमस्य होई रहिबे बुझिपारलो एठी तुम 30 नंबर जाए कांत कवि लक्ष्मीकांत महापात्र सब प्रश्न उत्तर सरीगला जे मैंने फास्ट थर पर वीडियो देखुव वीडियो को लाइक करिवो चैनल को सब्सक्राइब करके रखिथिबो जेते बेले भी मु तुमर या पर विषय प्रश्न उत्तर छाड़बी जेरा तुम मैंने पाई परिबो।